ପୂର୍ବରୁ ତ ଯାହା କହିଗଲେ ସେ ସମ୍ପୂର୍ଣ୍ଣ ସତ୍ୟ। ମୋ ମୁହଁର ଅଧିକା କ'ଣ ଶୁଣିବାକୁ ଚାହୁଁଛ? ନା ପ୍ରଭୁ, ଆଉ ଅଧିକ କିଛି ଶୁଣିବାର ନାହିଁ। ଉପଦେଶ ଅଛି, ବାଣୀ ଅଛି, ଆମେ ସେତିକିରେ ନିଶ୍ଚିତ ହେଇଛୁ ପ୍ରଭୁ। ଏଇ ଆସନ ମାଧ୍ୟମରେ ବିଶ୍ୱବାସୀଙ୍କୁ ଆପଣ କ'ଣ ବାଣୀ ଦେବେ ଆପଣ ନିଜେ ନିର୍ଣ୍ଣୟ କରିବେ ଏବଂ ନିଜେ କହିବେ। ପୂର୍ବରୁ ମହାତ୍ମା ମାନେ ବହୁ ବାଣୀ କହିକି ଯାଇଛନ୍ତି, ବହୁ ଉପଦେଶ କହିକି ଯାଇଛନ୍ତି। ଏବେ ସୁଦ୍ଧା ଧର୍ମଗୁରୁ ଅଛନ୍ତି, ମୁନିମାନେ ଅଛନ୍ତି, ଯତି ଅଛନ୍ତି ଗୁପ୍ତରେ, ସେ ମଧ୍ୟ ବାଣୀ ଦେଉଛନ୍ତି। ଗୋଟିଏ କଥା ହେଉଛି ଯେ ବାଣୀ ପଢ଼ି ଶୁଣି ଠାଣି ନାହିଁ। ବାଣୀ ପଢ଼ୁଛେ ଶୁଣୁଛେ କିନ୍ତୁ ଠାଣି ନାହିଁ। ଆଚରଣ ଅଛି, ଉଚ୍ଚାରଣ ଅଛି, ଆଚାର ନାହିଁ। ଉଚ୍ଚାରଣ ସମସ୍ତେ କରୁଛନ୍ତି, ସମସ୍ତେ ବହୁ କଥା ସେ କହିଯାଉଛନ୍ତି, ବହୁତ ଗପୁଛନ୍ତି, କିନ୍ତୁ ତା ଭିତରେ ଆଚରଣ ନାହିଁ। କାହିଁକି ଆଚରଣ ହେଉନାହିଁ? ମିଛ କହିବି ନାହିଁ। ବାଣୀ ପଢ଼ୁଛି କିନ୍ତୁ ପୁଣି ବାଣୀ ପଢ଼ି ସାରି ସେଇ ମୁହୂର୍ତ୍ତକ ସମୟ ବହୁ ଆନନ୍ଦ ଲାଗୁଛି ଆଉ ଖୁସି ଲାଗୁଛି। ତା ପରିବର୍ତ୍ତେ ସେ ପୁଣି ପରିବର୍ତ୍ତନ ହେଇଯାଉଛି। ଆମ ନିଜର ଭିତରେ ଯେଉଁ ସ୍ଥିତି ଅଛି, ଯେଉଁ ସ୍ଥିତି ଗୁଡ଼ିଏ କୁଶବୃତ୍ତି ହେଇକି ରହିଛି, ସେଇ କୁଶବୃତ୍ତି ଆଡ଼କୁ ପୁଣି ଆମେ ଚୋରି କରିବାକୁ ପଳେଇ ଯାଉଛେ, ମିଛ କହିବାକୁ ପଳେଇ ଯାଉଛେ, କ୍ରୋଧାଗ୍ନି ହେଇଯାଉଛେ, ଅହଙ୍କାର ସୃଷ୍ଟି କରିକି ପରଶ୍ରୀ କାତର ସୃଷ୍ଟି କରି ଅନ୍ୟର ଅନିଷ୍ଟ ମଧ୍ୟ କରୁଛେ। କିଏ ସେ କରୁଛି? ଏହା ଭିତରେ ଯେଉଁ କୁଶବୃତ୍ତି ଅଛି। ତେଣୁକରି ଆମେ ଯେତେ ନାମ ଜପିବା ସେ ନାମକୁ ସେ ସ୍ଥାନ ହଠାତ୍ ସେ ଦେବ ନାହିଁ। ସେ କଳି ଯେଉଁ ଭୂମିକା ନେଇକରି ଆସିଛି, ତାର ଯେଉଁ ପାରିଷଦ ଗଣ ନେଇକରି ଆସିଛି, ସେ ପାରିଷଦ ଭିତରେ ସେ ଗ୍ରହଣ କରିବାକୁ ଦେବ ନାହିଁ। ଇଏ ତ ମୋର ରାଜ୍ୟ, ତେଣୁକରି ମୋ ରାଜ୍ୟରେ ତୁମେ କିଏ? ଆମେ ବାର ସେଇ ନାମକୁ ସ୍ମରଣ କଲେ ସେ କୋଷ ଗୁଡ଼ିକ ଦବିବ। ତାପରେ ଏ ମନ୍ତ୍ର ଚୈତନ୍ୟ ହେବ। ଯେପର୍ଯ୍ୟନ୍ତ ମାନସ ଜପ ନ କରିଛେ, ମନ୍ତ୍ର ଚୈତନ୍ୟ ନ ହେଇଛି, ସେଇ ପର୍ଯ୍ୟନ୍ତ ଆମ ଭିତରେ ହିଂସା, କପଟ, ବାଦ, ଛେଦ, ଅହଙ୍କାର ସେ ରହିଥିବ। ତେଣୁକରି ସେ ପାରଦ କର୍ମ ନେଇକି ତ ସେଇ ସ୍ରଷ୍ଟା ପୁରୁଷ ସେ ଆମ ଭିତରେ ସବୁ ଯାକ ଦେଇଛନ୍ତି। ଆମର କର୍ମଫଳ ନେଇ ଯାହା ଦେଇଛନ୍ତି, ଆମେ ସେଇ ଅନୁଯାୟୀ ଯେତେବେଳେ ଜନ୍ମ ହେଉଛେ ସେଇ କର୍ମ ମଧ୍ୟ କରୁଛେ। ସେ କାହିଁକି ଏତେ ଦୁଷ୍ଟପୁତ୍ର ତିଆରି କରୁଛନ୍ତି? ଆଡ଼େ ସାଧୁସନ୍ଥ ଗୁରୁ ମାନଙ୍କୁ କାହିଁକି ପଠାଉଛନ୍ତି? ତା ଭିତରେ କେତେଜଣ ଧାରା ନେଉଛନ୍ତି, ତା ଧାରା ହେଇକିରି ଜଣେ ମଣିଷ ହେଉଛି, ଆଉ ସବୁ ନାମ ଜପ ଧାରା ଯେଝା ବୃତ୍ତିକି ଯେଝା ଫେରି ଯାଉଛନ୍ତି। କ'ଣ ପାଇଁ? ତାଙ୍କ ଭିତରେ ସେ ଧର୍ମର ବଳ, କଳିର ବଳ ଯେତିକି ଅଛି, ତା ତତୋଧିକ ଧର୍ମର ବଳ ହେଲେ ଯାଇ ସେ ହଟିଯିବ। ଆମେ ସେଇ ଚୈତନ୍ୟ ପୁରୁଷ ପାଖରେ ପହଞ୍ଚି ପାରିବା। ବର୍ତ୍ତମାନ ଆମେ ସ୍ଥୂଳ କଥା କହୁଛେ, ଆ ଭିତରେ କଥା କହୁଛେ କିଏ? ଗୋଟେ କି ସୂକ୍ଷ୍ମତା ରହିଛି, ସେ କଥା କହୁଛି। କଥା ଆମ ଜିହ୍ବା ତୁଣ୍ଡକୁ କମ୍ପନ କରୁଛି, ତାପରେ ଶବ୍ଦ ଉଚ୍ଚାରଣ ହେଉଛି। ବହୁତ ଗାଳି ଦେଉଛେ, ଗାଳି ଗୁଞ୍ଜନ କରୁଛେ, ଅଶ୍ଳୀଳ ଭାଷା ମଧ୍ୟ କହୁଛେ। ତେଣୁକରି ସେଇ ନାମକୁ ଆମେ ସ୍ମରଣ କଲେ ସେଇ ନାମଟା ମନ୍ତ୍ର ମାନସପଟକୁ ସେ ଆସିବ। ମାନସପଟରେ ସେ ମନ୍ତ୍ର ଚୈତନ୍ୟ ହେଇ
ଆମେ ଗୁରୁଙ୍କୁ ଉପଲବ୍ଧି କରିପାରିବା, ତାର ଅନୁଭବ ମଧ୍ୟ କରିପାରିବା। ଆ ଭିତରେ ଯେଉଁ ଆତ୍ମା ସତ୍ତା ରହିଛି ତା ସହିତ ଆମେ ଯୋଗ ଦେଇପାରିବା। ତେଣୁକରି ସମସ୍ତ ଦେବାତ୍ମମାନଙ୍କୁ ମୋର ଅନୁରୋଧ, ଏ ଘୋର କଳି ଯୁଗରେ ଆମେ ଯୋଗ ଜପ ତପ ତ କରିପାରିବାନି, ଖାଲି ନାମ ଖାଲି ସ୍ମରଣ କରିବା, ଗୁରୁଙ୍କୁ ପ୍ରଣାମ କରିବା, ସତ୍ ଗତିରେ ଚେଷ୍ଟା କରିବା ଆମେ ଯିବା ପାଇଁ। ତେଣୁକରି ଏ କଳି ଯେଉଁ ଭୂମିକା ନେଇଛି ସେ ଭୂମିକାରୁ ଆମେ ମୁକ୍ତ ପାଇପାରିବା।